ମୁଁ ମାତ୍ର 3ଟି ଗୁଳି ମାରିଥିଲି, ସେ ପୁଣି ମୃତପ୍ରାୟ ଶରୀରକୁ। କିନ୍ତୁ ତାପରେ ପୂର୍ବରୁ ଏବଂ ଏବେ ଅହରହ ଗୁଳି ବର୍ଷା ଚାଲିଛି, ଶରୀରକୁ ନୁହେଁ ଆତ୍ମାକୁ। ଗାନ୍ଧୀ ଯେଉଁ ଜାଗାରେ ରହିବା କଥା ଗାନ୍ଧୀ ସେଠି ନାହାନ୍ତି। ଗାନ୍ଧୀ ଛକରେ ମୂର୍ତ୍ତି ହେଇକି ଅଛନ୍ତି, ଗାନ୍ଧୀ କାନ୍ଥରେ କ୍ୟାଲେଣ୍ଡରରେ ଫଟୋ ହେଇକି ଅଛନ୍ତି। ଯେଉଁ ଅସ୍ମିତାକୁ ନେଇ ଏବେ ପ୍ରଚାର ପ୍ରସାର ଚାଲିଛି, ସେ ନେଇ ଆପଣ କ'ଣ କହିବେ? ବହୁ ବର୍ଷ ପରେ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ହେଇଗଲା। ବିଭିନ୍ନ ପ୍ରସଙ୍ଗ ଯଦି ପୂର୍ବ ସରକାର କଥା ଆମେ ଆଲୋଚନା କରିବା, ସାରା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ସେ ସମୟରେ ଜଣେ କବି ଭାବରେ ରକ୍ଷକ ନାୟକ ବ୍ୟଥିତ ହୁଅନ୍ତି ନା ଜଣେ ପ୍ରଶାସନିକ ଅଧିକାରୀ ହିସାବରେ କୋଉଠି ନା କୋଉଠି ଛାତି ଉପରେ? ସରକାର ଯାହା କୁହନ୍ତି ଆମେ କରୁ। ସେ ସାହିତ୍ୟ ଏକାଡେମୀ ପୁରସ୍କାର 10-12 ଜଣ କି 2-4 ଜଣ ଲୋକ ଡିସାଇଡ୍ କରିଥିବେ ଏ ବହିଟି ପାଉ। ତେଣୁ ସିଏ ତା ବାଟରେ, ଲେଖାଲେଖି ତା ବାଟରେ। ଚିହ୍ନା ମୁହଁ ଏବଂ ପରିଚିତ ମୁହଁକୁ ବାରମ୍ବାର ପୁନରାବୃତ୍ତି ହେଉଛି। ତା ଭିତରେ ଯୁବପିଢ଼ିକୁ ଟିକେ ଜାଗା ଛାଡ଼ିବାର ସମୟ ଆସିଛି କି? ବରିଷ୍ଠମାନଙ୍କୁ ମଞ୍ଚ ଦିଆଯାଉ, ଯୁବପିଢ଼ି ଦିନେ ବରିଷ୍ଠ ହେବ, ମଞ୍ଚ ପାଇବ। ତ ବରିଷ୍ଠ ହେବା ଯେ ଯୁବପିଢ଼ି ଅପେକ୍ଷା କରିବ। ନିର୍ଭର ମୁଁ କବିତା ଲେଖେ, ମୁଁ ଜାଣିଛି ପ୍ରାୟତଃ ବିଶେଷ ଜ୍ଞାନୀ ଗୁଣୀ ଲୋକ ତ ସରକାରରେ ନଥାନ୍ତି ନା ଅନେକ ସମୟରେ। ନମସ୍କାର। ବର୍ତ୍ତମାନ ଓଡ଼ିଶାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହା ଆମେ ଆରମ୍ଭ କରିଥିଲୁ ଲେଖକ ଏବଂ ପାଠକମାନଙ୍କ ଭିତରେ ଦୂରତା କମାଇବା ପାଇଁ କିତାବ ମହଲ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ତେବେ ଆଜି କିତାବ ମହଲ କାର୍ଯ୍ୟକ୍ରମରେ ଯେ ଅତିଥି ଅଛନ୍ତି, ସେ କବିତାର ଅସରନ୍ତି ଅନ୍ତାକ୍ଷରୀ, ଗପର ବ୍ରହ୍ମଶିଳା, ଉପନ୍ୟାସର ଊର୍ଦ୍ଧ୍ୱ ଉଡ଼ାଣ ପରି ସାହିତ୍ୟରେ ଶେଷହୀନ ସନ୍ତରଣ କରୁଥିବା ଯୁଗସ୍ରଷ୍ଟା, ଭାବର ରକ୍ଷକ, ଶବ୍ଦର ନାୟକ ରକ୍ଷକ ନାୟକ ମହୋଦୟଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ। ସାର୍ ଆପଣଙ୍କୁ ନମସ୍କାର ଏବଂ ସ୍ୱାଗତ ବର୍ତ୍ତମାନ ଓଡ଼ିଶାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ। କେମିତି ଚାଲିଛି ଏବେ ସାହିତ୍ୟର ଯାତ୍ରା? ଚାଲିଛି, ଆଗ ଭଳି ଚାଲିଛି। ଯେତିକି ପାରୁଛି ଲେଖୁଛି, ଆଗ ଭଳି ବେଶ ସକ୍ରିୟ ଅଛି, ଗୁଡ଼େ ପଢ଼ାପଢ଼ି କରୁଛି। ସାର୍, ଚାକିରି ପୂର୍ବର ଅବସ୍ଥା, ଚାକିରି ଏବଂ ଚାକିରିର ଅବସର, ଯଦି ଏ 3ଟା ସ୍ତର ଆମେ ଦେଖିବା, ତେବେ ରକ୍ଷକ ନାୟକ କେଉଁ ସ୍ତରରେ ସାହିତ୍ୟ କ୍ଷେତ୍ରରେ ବେଶୀ ସକ୍ରିୟ ଅଛନ୍ତି? ସବୁ ସ୍ତରରେ ମୁଁ ସକ୍ରିୟ ଥିଲି। ଚାକିରିରେ କିଛି ଦାୟିତ୍ୱ ଥିଲା, ଚାକିରି ପାଇଁ କିଛି ସମୟ ଦେବାକୁ ପଡ଼ୁଥିଲା, ତାର ବି ଗୋଟେ ଲାଭ ଥିଲା। ଚାକିରି କାଳ ଭିତରେ ବିଭିନ୍ନ ଘଟଣା, ଚିତ୍ର, ଚରିତ୍ର ତା ସଂସ୍ପର୍ଶରେ ଆସୁଥିଲେ, ଯାହାକି ମୋର ସାହିତ୍ୟ ପାଇଁ ଉପାଦାନ ଯୋଗାଉଥିଲା। ଚାକିରି ସରିଲା ପରେ ମୁଁ ସେଇ ଯେଉଁ ସୀମିତ ପରିସର ଭିତରୁ ବାହାରି ଏକ ବୃହତ୍ତର ପରିସର ଭିତରେ ଯିବା ଆସିବା କଲି। ଅନେକ ଚରିତ୍ର, ଅସଂଖ୍ୟ କଥା ତା ସଂସ୍ପର୍ଶରେ ଆସିଲି। ତେଣୁ ସବୁବେଳେ ଚାକିରି ଥାଉ ବା ଚାକିରି ସରିଯାଉ, ସବୁବେଳେ ଜଣେ ସାହିତ୍ୟିକ, ଜଣେ କବି, ଲେଖକ ଯଦି ସମାଜ ମନସ୍କ ଥିବ, ସେ କିଛି କିଛି ଚରିତ୍ର ପାଇବ, ଶବ୍ଦ ପାଇବ, ଭାବ ପାଇବ, ଯାହାକି ତା ସାହିତ୍ୟକୁ ବିଭିନ୍ନ ଭାବରେ ପ୍ରଭାବିତ କରିବ। ତେଣୁ ବିଶେଷ କିଛି ପରିବର୍ତ୍ତନ ମୋ ଭିତରେ ଅନୁଭବ କରୁନି ଚାକିରି ବେଳେ ଏବଂ ଚାକିରି ପରେ। ଅନେକ ସମୟରେ ଲୋକଙ୍କର ଧାରଣା, କିଛି ଲୋକ ଭାବନ୍ତି ଯେ ଚାକିରି ବୋଧେ ବହୁତ ସମୟ ନେଇଯାଏ, ସାହିତ୍ୟ ପାଇଁ ସମୟ ମିଳେନି। କିନ୍ତୁ ଚାକିରି ସରିଲା ପରେ ମୋତେ ଲାଗୁଛି ସେମିତି କିଛି ନାହିଁ। ଲେଖାଲେଖି କରିବା ପାଇଁ ଯେଉଁ ସମୟ ଦରକାର, ଚାକିରି ବେଳେ ଯାହା ମିଳୁଥିଲା, ସମଗ୍ର ଚାକିରି ଚାଲିଗଲା ପରେ ମଧ୍ୟ, ସମ୍ପୂର୍ଣ୍ଣ ମୁକ୍ତ ହେଲା ପରେ ମଧ୍ୟ ସେଇ ସମୟ ମିଳୁଛି। ସେ ସମୟ ସମ୍ପୂର୍ଣ୍ଣ ଭିନ୍ନ, ଚାକିରି ସହିତ ତାର କିଛି ସମ୍ପର୍କ ନାହିଁ। କିନ୍ତୁ ଚାକିରି ବେଳେ ଗୋଟେ ଶୃଙ୍ଖଳା ଭିତରେ ଥିଲି ମୁଁ, ଶୃଙ୍ଖଳା ଭିତରେ କିଛି ସାହିତ୍ୟ ପାଇଁ, ସୃଜନ ପାଇଁ ସମୟ ମିଳୁଥିଲା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମୟ ମୋ ପାଖରେ, କିନ୍ତୁ ସମ୍ପୂର୍ଣ୍ଣ ସମୟ ମୋ ପାଖରେ ଥିଲେ ମଧ୍ୟ ମୁଁ ତାକୁ ଠିକ୍ ଭାବରେ ବ୍ୟବହାର କରିବା ମୋ ଉପରେ ନିର୍ଭର କରେ। ମୁଁ ସେଇ ସମୟତକ ବିଶେଷ ଭାବରେ ପଢ଼ାପଢ଼ିରେ ବ୍ୟୟ କରୁଛି। ତେବେ ସାହିତ୍ୟିକ ସବୁବେଳେ ସାମ୍ପ୍ରତିକ ସ୍ଥିତିକୁ ନେଇ ଏବଂ ସମାଜର ଗତିବିଧିକୁ ନେଇ କବିତା ଲେଖନ୍ତି। ଯଦି ଆମେ ରକ୍ଷକ ନାୟକଙ୍କ କଥା ଦେଖିବା, ଆପଣ କେବଳ ସାହିତ୍ୟିକରେ ଆପଣଙ୍କର ପରିଚୟ ସୀମିତ ରଖିନାହାନ୍ତି, ଆପଣ ଛାତ୍ର ନେତା ମଧ୍ୟ। ତା ସହିତ ଆପଣ ପ୍ରଶାସନିକ ସ୍ତରରେ ଦୀର୍ଘ ସମୟର ଆପଣଙ୍କର ଅଭିଜ୍ଞତା ଅଛି। ଆପଣ
ଆପଣଙ୍କ ଜୀବନକାଳ ଭିତରେ ମାନ୍ୟବର ରାଜ୍ୟପାଳ 3 ଜଣ ରାଜ୍ୟପାଳଙ୍କ ସହିତ କାମ କରିଛନ୍ତି, ବିଭିନ୍ନ ମନ୍ତ୍ରୀଙ୍କର ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ମଧ୍ୟ ଅଛନ୍ତି, ଏପରିକି ମାନ୍ୟବର ବାଚସ୍ପତିଙ୍କର ମଧ୍ୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ତେବେ ଗୋଟେ ବ୍ୟବସ୍ଥା, ଗୋଟେ ଅବ୍ୟବସ୍ଥିତ ବ୍ୟବସ୍ଥା, ତା ଭିତରେ ଜଣେ କବି ତିଷ୍ଠିବା କେତେ ସମ୍ଭବ? ବିଦ୍ରୋହର ଶବ୍ଦ ସେଠି ସମ୍ଭବ ହୁଏ କି? ବୃତ୍ତି ଏବଂ ପ୍ରବୃତ୍ତି ତାଙ୍କ ଭିତରେ ଗୋଟେ ସମନ୍ୱୟ ଦରକାର। ବୃତ୍ତି ଥିଲା ମୋର ସରକାରୀ ଚାକିରି, ପ୍ରବୃତ୍ତି ଥିଲା ଲେଖାଲେଖି। ମୁଁ ଯେଉଁ ପୃଷ୍ଠଭୂମିରୁ ଆସିଥିଲି, ଯେଉଁ ଆଦର୍ଶ ନେଇ ଆସିଥିଲି, ସେ ଆଦର୍ଶ ହୁଏତ ସରକାରୀ ଚାକିରିରେ ତାଙ୍କର ପ୍ରତିଫଳନ ସମ୍ଭବ ନ ହୋଇପାରେ, କିନ୍ତୁ ମୋତେ ସେଟାକୁ ସହ୍ୟ କରିବାକୁ ପଡ଼ିଛି କେବଳ ବୃତ୍ତିଗତ ଦାୟବଦ୍ଧତା ପାଇଁ। ଏମିତି କିଛି ପରିସ୍ଥିତି ଅଛି ଯାହା ଆପଣ ଆପଣଙ୍କର ଚାକିରିର ଅବଧି ଭିତରେ ସାମ୍ନା କରିଥିବେ? ବ୍ୟକ୍ତିଗତ କଥା ଯଦି ଆପଣ ଆମମାନଙ୍କ ସାମ୍ନାରେ ସେଇଟା ବାଣ୍ଟିବା ପାଇଁ ଚାହିଁବେ ତ। ସେମିତି କିଛି ମୋତେ ଅସୁବିଧା ହେଇନି। ଯେଉଁମାନେ ମୋତେ ପସନ୍ଦ କରିଛନ୍ତି, ମୋତେ ନେଇଛନ୍ତି ତାଙ୍କ ସହିତ କାମ କରିବା ପାଇଁ, ସେମାନେ ମୋ ପ୍ରବୃତ୍ତିଗତ ବା କବିତା ସାରସ୍ୱତ ସାଧନାର ଉତ୍କର୍ଷକୁ ବେଶୀ ଗୁରୁତ୍ୱ ଦେଇଛନ୍ତି। ଠିକ କଥା। ତେବେ ଆଉ ଗୋଟେ କଥା, ଆମେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ମାନ୍ୟବର ରାଜ୍ୟପାଳ ଆପଣଙ୍କର ଗୋଟେ କବିତା ସର୍ବସମ୍ମୁଖରେ ଲୋକମାନଙ୍କ ଆଗରେ ଆବୃତ୍ତି କଲେ, କବିତାର କିଛି ଧାଡ଼ି, ତ ସେ ଅନୁଭବ କେମିତି ଥିଲା? ସେ କବିତାର କିଛି ଧାଡ଼ି ଆପଣ ଆମମାନଙ୍କ ଆଗରେ ରଖିବେ? ମୋର ଗୋଟେ କବିତା ସଂକଳନ ବାହାରିଥିଲା, ତାକୁ ରାଜ୍ୟପାଳ ତାକୁ ଉନ୍ମୋଚନ କରିଥିଲେ। ଆଜ୍ଞା। ସେଥିରେ ମୋର ଗୋଟେ କବିତା ଥିଲା ଗାନ୍ଧୀ ଏକ ଅନ୍ୱେଷଣ। ଗାନ୍ଧୀଙ୍କ ଉପରେ କୌଣସି ଏକ ସେମିନାର ଥିଲା, ପ୍ରଫେସର ଗଣେଶଲାଲ ସେ ସେମିନାରରେ ଭାଷଣ ଦେବାର ଥିଲା। ସେ କ'ଣ କରିଛନ୍ତି, ମୁଁ ପବ୍ଲିକେସନ୍ ଅଫିସର ହିସାବରେ ସେ ମଞ୍ଚରେ ଥିଲି। ହଠାତ୍ ଶୁଣିଲି ସେ କହିଲେ, ପ୍ରାୟ 30 ମିନିଟ୍ ଭାଷଣ ଦେଲା ପରେ ସେ ଘୋଷଣା କଲେ ଯେ ମୁଁ ଯାହା କହିଲି ମୋର ବନ୍ଧୁ ବିଶିଷ୍ଟ କବି ତଥା ମୋର ପିଆର ରକ୍ଷକ ନାୟକ ସମସ୍ତ କଥା କବିତାରେ ଲେଖିଦେଇଛନ୍ତି। ଏବଂ ଆପଣ ଆଶ୍ଚର୍ଯ୍ୟ ହେବେ, ସେ ନିଜେ ଓଡ଼ିଆରେ କବିତାଟି ପଢ଼ିଲେ। ମୁଁ ମାତ୍ର 3ଟି ଗୁଳି ମାରିଥିଲି, ସେ ପୁଣି ମୃତପ୍ରାୟ ଶରୀରକୁ, କିନ୍ତୁ ତାପରେ ପୂର୍ବରୁ ଏବଂ ଏବେ ଅହରହ ଗୁଳି ବର୍ଷା ଚାଲିଛି, ଶରୀରକୁ ନୁହେଁ ଆତ୍ମାକୁ। ତ ଏଇ ଯେଉଁ କଥା ସହ ଆପଣ କେତେ ସହମତ? ଗାନ୍ଧୀଙ୍କ ଉପରେ ତ ବହୁତ କଥା ଆଲୋଚନା ଚାଲିଛି। ଗାନ୍ଧୀକୁ କ'ଣ ନାଥୁରାମ ଗଡ଼ସେ ମାରିଥିଲେ? ତାହା ସତ୍ୟ, ଐତିହାସିକ ସତ୍ୟ। ସେ କାହାକୁ ମାରିଥିଲେ? ଗାନ୍ଧୀଙ୍କ ଶରୀରକୁ। ହୁଏତ କୌଣସି ଏକ ଭାବରେ ଦୀକ୍ଷିତ ହେଇ ଗାନ୍ଧୀଙ୍କ ଶରୀରକୁ ଉଡ଼େଇ ଦେଇଥିଲେ ଗୁଳିରେ। ଆପଣଙ୍କର ସେ ଯେଉଁ ଶବ୍ଦ, ମୁଁ ପ୍ରାୟ 3ଟି ଗୁଳି ମାରିଥିଲି, ସେ ମୃତପ୍ରାୟ ଶରୀରକୁ, ମାନେ ସେତେବେଳୁ ଗାନ୍ଧୀ ନଥିଲେ। ଗାନ୍ଧୀ ନଥିଲେ। ସେତେବେଳେ ଗାନ୍ଧୀଙ୍କର ଆଦର୍ଶକୁ ଅନ୍ୟମାନେ, ସ୍ୱାଧୀନତା ପରେ ଗାନ୍ଧୀଙ୍କର ଆଦର୍ଶକୁ ଅନ୍ୟମାନେ ହଡ଼ପ କରି ନେଇଯାଇଥିଲେ। ଗାନ୍ଧୀକୁ ଏକଘରିଆ କରିଦେଇଥିଲେ। ଗାନ୍ଧୀ ଡହଳ ବିକଳ ହେଉଥିଲେ। ଗାନ୍ଧୀଙ୍କ କଥା ଶୁଣିବା ପାଇଁ ରାଜି ନଥିଲେ। କ୍ଷମତାରେ ମତାନ୍ଧ ହୋଇ ଅନ୍ୟମାନେ ଗାନ୍ଧୀକୁ ଅବହେଳା କରୁଥିଲେ। ତେଣୁ ଗାନ୍ଧୀ କହିଲେ, ଆମେ ଯେଉଁ ଗାନ୍ଧୀ କହିଲେ ଗୋଟେ ଶରୀର ନୁହେଁ, ଗୋଟେ ବିଚାରଧାରା, ଗୋଟେ ଆଦର୍ଶ। ସେ ଆଦର୍ଶକୁ ଅନ୍ୟମାନେ ଅବହେଳା କରୁଥିଲେ। ତେଣୁ ନାଥୁରାମ ଗଡ଼ସେ ଗୋଟେ ମୃତପ୍ରାୟ ଶରୀର। ଗାନ୍ଧୀ କହିଲେ ଗୋଟେ ଶରୀର ନୁହେଁ, ଗୋଟେ ଭାବ। ସେ ଭାବ ଯେତେବେଳେ ଅବହେଳିତ, ସେଇ ଶରୀରକୁ ଗଡ଼ସେ ଗୁଳି ମାରିଥିଲେ। ମୋର କହିବାର କଥା, ଗାନ୍ଧୀଙ୍କର ଯେଉଁ ଆଦର୍ଶବୋଧ, ତାହା ଗାନ୍ଧୀଙ୍କ ଜୀବଦ୍ଦଶାରେ ଅବହେଳିତ ହୋଇଥିଲା। ଗଡ଼ସେ ଯେଉଁ ମାରିଦେଲେ, ସେ ତ ଗୋଟିଏ ଗୁଳି ମାରିଲେ କି 2ଟା ଗୁଳି 3ଟା ଗୁଳି ମାରିଲେ, କିନ୍ତୁ ତା ପରଠୁ, ତା ପୂର୍ବରୁ ଏବଂ ତାପରେ ବି ଗାନ୍ଧୀଙ୍କ ଉପରେ ଶହ ଶହ ଗୁଳି ବର୍ଷା ଚାଲିଛି, ଏବେ ବି ଚାଲିଛି। ତେବେ ଆଉ ଯେଉଁ କଥା ଆପଣ କହିଛନ୍ତି ଆପଣଙ୍କ କବିତାରେ, ଆପଣଙ୍କୁ ଲାଗୁଛି କି କେବେ ନା କେବେ ଛକ ନୁହେଁ ଛାତିରେ, ମୁଦ୍ରା ନୁହେଁ ମନରେ ଗାନ୍ଧୀ ରହିବେ? ତ ଗାନ୍ଧୀଙ୍କ ବିଷୟରେ ଚର୍ଚ୍ଚା ଚାଲିଛି, ଯେଉଁଟାକି ପ୍ରଫେସର ଗଣେଶଲାଲ ଯେଉଁ କବିତାଟିକୁ ଆବୃତ୍ତି କରିଥିଲେ, ସେ କବିତାର ଧାଡ଼ି ଆପଣ କହୁଛନ୍ତି। ଗାନ୍ଧୀ ଏକ ଅନ୍ୱେଷଣ। ଗାନ୍ଧୀକୁ ଲୋକମାନେ ଖୋଜୁଛନ୍ତି, ତାଙ୍କ ଉପରେ ବହି ଲେଖୁଛନ୍ତି, ଭାଷଣ ଦେଉଛନ୍ତି, ଗାନ୍ଧୀ ବିଚାରର ଆଲୋଚନା ଚାଲିଛି।
କିନ୍ତୁ ମୋର ବକ୍ତବ୍ୟ ହେଲା ଗାନ୍ଧୀକୁ ଆମେ କାହିଁ ଖୋଜିବା? ଗାନ୍ଧୀ ଏଇଥିପାଇଁ ଖୋଜିବା ଯେ ଗାନ୍ଧୀ ଯେଉଁ ଜାଗାରେ ରହିବା କଥା ଗାନ୍ଧୀ ସେଠି ନାହାନ୍ତି। ଗାନ୍ଧୀ ଛକରେ ମୂର୍ତ୍ତି ହେଇକିରି ଅଛନ୍ତି, ଗାନ୍ଧୀ କାନ୍ଥରେ କ୍ୟାଲେଣ୍ଡରରେ ଫଟୋ ହେଇକିରି ଅଛନ୍ତି। ଗାନ୍ଧୀ ସେଇ ଜାଗାରେ ରହିବା କଥା ନୁହେଁ। ଛକରେ ନୁହେଁ ଛାତିରେ, ମୁଦ୍ରାରେ ନୁହେଁ ମନରେ, ଚିତ୍ରରେ ନୁହେଁ ଚେତନାରେ ଯଦି ଗାନ୍ଧୀ ଥାଆନ୍ତେ ଆମକୁ ଗାନ୍ଧୀ ଖୋଜିବାକୁ ପଡ଼ନ୍ତା ନାହିଁ। ଆମେ ସମସ୍ତେ ଗୋଟେ ଗୋଟେ ଗାନ୍ଧୀ ହେଇପାରିଥାନ୍ତେ। ତେବେ ଜଣେ କବି ହିସାବରେ ଯଦି ଆପଣଙ୍କୁ ପଚରାଯାଏ ବିଭିନ୍ନ ରାଜନୈତିକ ଦଳ ଏବେ ମହାତ୍ମା ଗାନ୍ଧୀଙ୍କୁ ଗୋଟେ ମାନେ ମହାତ୍ମା ଗାନ୍ଧୀଙ୍କୁ ଗୋଟେ ଅଲଗା ଫିଗର ଭାବରେ ଉପସ୍ଥାପନ କରୁଛନ୍ତି, ତାକୁ ନେଇ ଆପଣ କ'ଣ ମତ ରଖିବେ? ଆପଣ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିଲେ, ଜଣେ ଲୋକ ସମ୍ପର୍କ ଅଧିକାରୀ ହିସାବରେ ସରକାରୀ ଚାକିରିର ଖୋଳପାରୁ ବାହାରିଗଲା ପରେ ବିଭିନ୍ନ ରାଜନୈତିକ ଦଳ ଯେତେବେଳେ ଗାନ୍ଧୀଙ୍କର ଇତିହାସକୁ ନେଇ, ଗାନ୍ଧୀଙ୍କର ଚରିତ୍ରକୁ ନେଇ, ଗାନ୍ଧୀଙ୍କର ଚିନ୍ତାକୁ ନେଇ ଏବଂ ଚେତନାକୁ ନେଇ ବିଭିନ୍ନ ପ୍ରକାର କୁଚାରଟନ ମଧ୍ୟ କରିବା ପାଇଁ ପଛକୁ ନାହାନ୍ତି, ଜଣେ ଲୋକ ସମ୍ପର୍କ ଅଧିକାରୀ ହିସାବରେ ଆପଣ ତାଙ୍କୁ କ'ଣ କହିବା ପାଇଁ ଚାହିଁବେ? ଶୁଣନ୍ତୁ, ଗାନ୍ଧୀ ଏକ ବିରାଟ ପ୍ରସଙ୍ଗ, ଏକ ମାନେ ବହୁ ବିଶିଷ୍ଟ ଚେତନା। ଗାନ୍ଧୀ ସମଗ୍ର ବିଷୟରେ ତାଙ୍କର ମତଭ ରଖିଛନ୍ତି। ସେ ସ୍ୱଚ୍ଛରୁ ଆରମ୍ଭ କରି ଶାସନ ପର୍ଯ୍ୟନ୍ତ, ପରିବେଶଠୁ ଆରମ୍ଭ କରି ଯୁଦ୍ଧ ପର୍ଯ୍ୟନ୍ତ ସବୁ ବିଷୟରେ ତାଙ୍କର ସ୍ପଷ୍ଟ ମନ୍ତବ୍ୟ ଅଛି, ତାଙ୍କର ମତ ଅଛି, ଯାହାକି ସମଗ୍ର ମାନବ ଜାତି ପାଇଁ ଏବେ ବି ଗୋଟେ ଗୋଟେ ଉଜ୍ଜ୍ୱଳ ରେଖା। ଆପଣ କବିତାର ଗୋଟେ ଧାଡ଼ି, ମୁଁ ଦେବତା ହିଁ ଜନ୍ମ ହେଇଥିଲି, ଆପଣ ମୋତେ ମଣିଷ କରିଦେଲେ, ହଠାତ୍ ଏ ଧାଡ଼ି କାହିଁକି? ମୋର ଧାରଣା ଗୋଟେ ପିଲାଟି ଯେତେବେଳେ ଜନ୍ମ ହୁଏ ସେ ଦେବତା ହିଁ ଜନ୍ମ ହୁଏ। ତାକୁ ଆମେ ମଣିଷ କରିବାକୁ ଚେଷ୍ଟା କରୁ, ତାକୁ ଶୃଙ୍ଖଳା ଭିତରେ ପକାଉ। ଦେବତା ମାନେ ବିଶୃଙ୍ଖଳିତ କି? ତାକୁ ଏମିତି ହ ସେମିତି ହ, ତାକୁ ଆମେ ଶିକ୍ଷକମାନେ, ଗୁରୁଜନମାନେ ଘରେ ପରିବାରରେ ତାକୁ ମଣିଷ କରିଦେଉ। ଯେକୌଣସି ଆପଣ ଛୋଟ ଶିଶୁକୁ ଦେଖନ୍ତୁ, ତାକୁ ଲକ୍ଷ୍ୟ କରନ୍ତୁ, ତାର କୌଣସି ଦେଶ ନାହିଁ, ଜାତି ନାହିଁ, ଭୟ ନାହିଁ, ଭ୍ରାନ୍ତି ନାହିଁ, କିଛି ବୋଲି କିଛି ନାହିଁ, ସମ୍ପୂର୍ଣ୍ଣ ଦେବ ଶିଶୁ। ସେଇଥିପାଇଁ ଶିଶୁକୁ ଦେବ ଶିଶୁ କୁହନ୍ତି। କିନ୍ତୁ ଶିଶୁଟିକୁ ଆମେ କ'ଣ କରୁ? ତାକୁ ଆମେ ସ୍କୁଲକୁ ପଠାଉ, ଶୃଙ୍ଖଳା ଶିଖାଉ, ତୁ ଏଇ ଧର୍ମର, ତୁ ଏଇ ଜାତିର, ତୁ ଏଇ କରିବା ଦରକାର, ଏଭଳି ଭାବରେ ତାକୁ କାଟି କୁଟିକିରି ଆମେ ଗୋଟେ ନିର୍ଦ୍ଦିଷ୍ଟ ଧାରାରେ ପକାଇ ତାକୁ ମଣିଷ କରିଦେଉ। ତେଣୁ ସେଇ କବିତା, ମୋର ପିଲାଦିନ କବିତା, ସେଥିରେ କହିବାକୁ ଚେଷ୍ଟା କରୁଛି, ମୁଁ ତ ଦେବତା ହିଁ ଜନ୍ମ ହେଇଥିଲି, ତ ମୋତେ ମଣିଷ କରିଦେଲ। କ'ଣ ମେରୁଦଣ୍ଡ ଉପରେ ବୋଝ? ତ ରକ୍ଷକ ନାୟକ ଯଦିଓ ସାମ୍ପ୍ରତିକ ସ୍ଥିତି ବା ବର୍ତ୍ତମାନ ପରିସ୍ଥିତିରେ ଯଦିଓ ଆପଣ ବେଶ ସମୃଦ୍ଧ, ବେଶ ପରିଚିତ, ତେଣୁ ପିଲାଦିନେ କେଉଁଠି ନା କେଉଁଠି ସେ ଯେଉଁ ଧାଡ଼ି ଆପଣ ଆଣିଛନ୍ତି ଯେ କଅଁଳ ହାଡ଼ ଉପରେ ବା କଅଁଳ ମେରୁଦଣ୍ଡ ଉପରେ ବୋଝ, ମୁଁ ସେଇଟା ବସ୍ତାନି କଥା କହିଛି। ପିଲାମାନେ ଦେଖନ୍ତୁ ଆକାଶକୁ, ପିଲାମାନେ ଦେଖନ୍ତୁ ପ୍ରକୃତିକୁ, ପିଲାମାନେ ଗଛ ସହିତ କଥା ହୁଅନ୍ତୁ, ତାରା ସହିତ କଥା ହୁଅନ୍ତୁ, ନଈ ସହିତ କଥା ହୁଅନ୍ତୁ, ତାଙ୍କ ସହିତ ଭାବ ବିନିମୟ କରନ୍ତୁ। କିନ୍ତୁ ଆମର ସମଗ୍ର ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କୁ ପ୍ରକୃତିରୁ ଛଡ଼େଇ ଆଣି ଗୋଟେ କୃତ୍ରିମତା ଭିତରେ, ବହି ଭିତରେ ଆବଦ୍ଧ କରାଯାଏ। ତେଣୁ ସେ କବିତାଟି ମୋର ବସ୍ତାନି ବିରୁଦ୍ଧରେ। ତେବେ ଯେହେତୁ ଆପଣ କେବଳ କବିରେ ଆପଣଙ୍କର ପରିଚୟ ସୀମିତ ନାହିଁ, ପୂର୍ବରୁ ମଧ୍ୟ ପରିଚୟରେ ଆମେ ସେ କଥା କହିଥିଲୁ, ଆପଣ ପ୍ରଶାସନିକ ସ୍ତରରେ ଦୀର୍ଘ ବର୍ଷର ଅଭିଜ୍ଞତା ଅଛି। ଯେଉଁ ଅସ୍ମିତାକୁ ନେଇ ଏବେ ପ୍ରଚାର ପ୍ରସାର ଚାଲିଛି, ସେ ନେଇ ଆପଣ କ'ଣ କହିବେ? ଅସ୍ମିତା, ଆପଣ ଦେଖିବେ ବହୁତ ବଡ଼ ଭଲ କଥା କହିଲେ। ବହୁ ବର୍ଷ ପରେ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ହେଇଗଲା। ଆଗରୁ ରାଜନୈତିକ ଲୋକମାନେ ନିର୍ବାଚନ ସମୟରେ ଟଙ୍କିକିଆ ଚାଉଳ, ବେରୋଜଗାରୀ, ରାସ୍ତା କରିଦେବୁ, ପୋଲ କରିଦେବୁ, ଦ୍ୱିତୀୟ ଇସ୍ପାତ କାରଖାନା କରିଦେବୁ, ଏଇ ଟାଇପ୍ର ପ୍ରସ୍ତାବ ଦେଉଥିଲେ ବା ଲୋଭ ଦେଖାଉଥିଲେ। କିନ୍ତୁ ଗତ ନିର୍ବାଚନରେ ଅସ୍ମିତା ଗୋଟେ ବଡ଼ ପ୍ରସଙ୍ଗ ହେଇଗଲା। ଅସ୍ମିତା କ'ଣ? ଅସ୍ମିତା ହେଉଛି ନିଜର ସ୍ଥିତି ବିସ୍ତୃତି। ମୁଁ ଥିଲି, ମୁଁ ଅଛି, ମୁଁ ରହିବି। ଏ ଗୋଟେ ସ୍ଥିତିଗତ ପ୍ରସଙ୍ଗ ଏବଂ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ଏହା ସାରା ଓଡ଼ିଶାର ଲୋକମାନଙ୍କୁ ସ୍ପର୍ଶ କଲା। କେବଳ ସ୍ପର୍ଶ କଲାନି, କେବଳ ଅସ୍ମିତାକୁ ନେଇକରି ଗୋଟେ ସରକାର ବଦଳିଗଲା। ମୁଁ କହିବାକୁ ଚାହେଁ, ତେଣୁ ଅସ୍ମିତା
କେଉଁଠୁ ଗୋଟେ କେମିତି ଆମର ମାନେ କ୍ଷତିଗ୍ରସ୍ତ ଥିଲା, ସଙ୍କଟରେ ଥିଲା। ନହେଲେ ଅସ୍ମିତା ପ୍ରସଙ୍ଗଟି କେମିତି ଆସିବ? ମଣିଷ ସେତେବେଳେ ଅନୁଭବ କରେ ଯେତେବେଳେ ତାର କୌଣସି କ୍ଷତି ହୁଏ। ଧରାଯାଉ ମୋର ଗୋଡ଼ ଠିକ୍ ଅଛି, ମୁଁ ଗୋଡ଼ କଥା ଚିନ୍ତା କରୁନି। ଗୋଡ଼ ଯଦି କଣ୍ଟା ଫୁଡ଼ି ହେଇଗଲା, ଗୋଡ଼ ଦରଜ ହେଲା, ମୁଁ ତାପରେ ଗୋଡ଼ କଥା ଚିନ୍ତା କରିବି। ସେହିତ ଅସ୍ମିତା କୌଣସି ଜାଗାରେ ଗୋଟେ ଆଘାତପ୍ରାପ୍ତ ହେଇଥିଲା ଏବଂ ସେ ଅସ୍ମିତା ପ୍ରସଙ୍ଗ ଆସିବା ବହୁତ ବଡ଼ କଥା। ବର୍ତ୍ତମାନ ସମଗ୍ର ଓଡ଼ିଶାରେ ଅସ୍ମିତାର ମୂଳ ଆଧାର ହେଲା ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ। ତାକୁ ନେଇ ଯେଉଁ ମାଟି ମନସ୍କତା, ଐତିହ୍ୟ ମନସ୍କତା, ଭାଷା ମନସ୍କତା, ସାହିତ୍ୟ ମନସ୍କତା ସମଗ୍ର ଓଡ଼ିଶାରେ ଗୋଟେ ନୂତନ ନବ ଚେତନା ସୃଷ୍ଟି ହେଇଛି, ତାହା ନିଶ୍ଚିନ୍ତ ଭାବରେ ଗୋଟେ ଆଗାମୀ ସମୟ ଗୋଟେ ଭଲ ସଂକେତ ଦେଉଛି। ଆପଣଙ୍କୁ ଲାଗୁଛି ଯେ ସରକାର ବଦଳିଲା ପରେ ଅସ୍ମିତା ସୁରକ୍ଷିତ ଅଛି ବା ଅସ୍ମିତା ପ୍ରତି ଗୋଟେ ଉଜ୍ଜଳ ଆଲୋକ ଦେଖାଉଛି କି ଗୋଟେ ସମ୍ଭାବନା? ସରକାର ତ ବଦଳିଗଲା ଗୋଟେ ରାଜନୈତିକ ପ୍ରକ୍ରିୟାରେ। ଆଜ୍ଞା, ତେଣୁ କୌଣସି ସରକାର କିଛି କରିପାରନ୍ତି ନାହିଁ। ସରକାରଙ୍କଠୁ ଆପଣ ବିଶେଷ ଆଶା କରନ୍ତୁ ନାହିଁ। ସାର୍। କିନ୍ତୁ ସମଗ୍ର ସମାଜରେ ଲୋକମାନଙ୍କ ଭିତରୁ ଚେତନାଟି ସୃଷ୍ଟି ହେଲା। ଚେତନା ନିଶ୍ଚିନ୍ତ ଭାବରେ ତାର କିଛି ସକାରାତ୍ମକ ପ୍ରଭାବ ରହିଛି। ସରକାର ତ ଗୋଟେ ଗତାନୁଗତିକ ପ୍ରକ୍ରିୟା। ହୁଏତ ଏ ସରକାର ଅସ୍ମିତାକୁ ନେଇ ଆସିଛି, କିଭଳି କାର୍ଯ୍ୟକ୍ରମ କରୁଛି ସେ ସମ୍ପର୍କରେ ମୋର ବିଶେଷ କିଛି କହିବାର ନାହିଁ। ଆମେ ଆଶା କରିବା ଏ ସରକାର ଯେଉଁ ପ୍ରସଙ୍ଗକୁ ନେଇ ସରକାର ଆସିଛି ସେ ପ୍ରସଙ୍ଗକୁ ଆହୁରି କ୍ରିୟାଶୀଳ କରିବ। କିନ୍ତୁ ସରକାର କରୁ ବା ନ କରୁ, ଲୋକମାନଙ୍କ ଭିତରେ ଯେଉଁ ଅସ୍ମିତାକୁ ନେଇକରି, ଭାଷାକୁ ନେଇକରି, ସାହିତ୍ୟକୁ ନେଇକରି, ନିଜ ମାଟିକୁ ନେଇକରି, ନିଜର ସ୍ଥିତିକୁ ନେଇକରି ଓଡ଼ିଆ ଗୋଟେ ଜାତି ସମଗ୍ର ବିଶ୍ୱରେ ତାର ସ୍ୱତନ୍ତ୍ର ପରିଚୟ ଅଛି, ପ୍ରତିଷ୍ଠା ଅଛି, ଏ ସମ୍ପର୍କରେ ଯେଉଁ ଚେତନା ସୃଷ୍ଟି ହେଲା ତାର ବିଶେଷ ପ୍ରଭାବ ରହିଛି। ତେବେ ବହୁତ ଭଲ କଥା ଆପଣ କହିଲେ। ଆଉ ଗୋଟେ କଥା ଯେ ଓଡ଼ିଆ ସାହିତ୍ୟ କୁହନ୍ତୁ, ଓଡ଼ିଆ ସଙ୍ଗୀତ କୁହନ୍ତୁ, ଚଳଚ୍ଚିତ୍ର କୁହନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ୱାକ୍ଷର ଆଙ୍କିଥିବା ଅକ୍ଷୟ ମହାନ୍ତି ଗୋଟେ ଥର ତାଙ୍କର ଇଣ୍ଟରଭ୍ୟୁ ଚାଲିଥାଏ ଦୂରଦର୍ଶନରେ ଏବଂ ସେଥିରେ ସେ ଆପଣଙ୍କ ପ୍ରସଙ୍ଗ ଉଠେଇଲେ। ସେ ବିଷୟରେ ଟିକେ ଆମମାନଙ୍କ ସହ କିଛି ନୁହେଁ। ଅକ୍ଷୟ ମହାନ୍ତି ମୋର ଜଣେ ପ୍ରିୟ ଗାୟକ, ଗୀତିକାର ଏବଂ ଗାଳ୍ପିକ। ମୁଁ କୌଣସି ଏକ ପ୍ରସଙ୍ଗରେ, କୌଣସି ଆର୍ଟିକିଲରେ କି କୌଣସି କେବେ ଅକ୍ଷୟ ମହାନ୍ତି ଦୁଇଟି ଧାଡ଼ି ଲେଖିଥିଲି ଯେ ଓଡ଼ିଆ ଗଳ୍ପର ପାଠକମାନଙ୍କୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଯେଉଁମାନେ ଅକ୍ଷୟ ମହାନ୍ତିକୁ ପଢ଼ିଛନ୍ତି, ଯେଉଁମାନେ ଅକ୍ଷୟ ମହାନ୍ତିକୁ ପଢ଼ି ନାହାନ୍ତି। ମୁଁ ଜାଣିନଥିଲି, ଏଇଟା ମୋର ନିଜସ୍ୱ ଅଭିବ୍ୟକ୍ତି ଥିଲା। କୌଣସି ଏକ ପତ୍ରିକାରେ, ବିଶେଷ କରି କ୍ରାନ୍ତିଧାରା ବୋଧେ, ସେ ପତ୍ରିକାରେ ମୁଁ ଏଇ କଥାଟି ଲେଖିଥିଲି। ମୁଁ ପରେ ହଠାତ୍ ଶୁଣିଲି ଯେ ଏଇ ଯେଉଁ ଦୁଇଟି ଧାଡ଼ିକୁ ଅକ୍ଷୟ ମହାନ୍ତି ତାଙ୍କ ଜୀବନର ଗାଳ୍ପିକ ଭାବରେ, ସାହିତ୍ୟିକ ଭାବରେ ସର୍ବଶ୍ରେଷ୍ଠ ସ୍ୱୀକୃତି ଭାବରେ ଗ୍ରହଣ କରିଛନ୍ତି। ଏବଂ ଏଇ କଥାଟିକୁ ସେ ରତି ମିଶ୍ରଙ୍କ ସହିତ ଇଣ୍ଟରଭ୍ୟୁରେ, ତାଙ୍କ ବୋଧେ ଦୂରଦର୍ଶନରେ ପ୍ରଥମ ସାହିତ୍ୟିକ ଭାବରେ ଇଣ୍ଟରଭ୍ୟୁ ସାକ୍ଷାତକାର, ସେହି ସମ୍ପର୍କରେ ସେ କହିଲେ ଯେ ମୁଁ ଗାଳ୍ପିକ ଭାବରେ ସର୍ବଶ୍ରେଷ୍ଠ ସମ୍ମାନ ପାଇଛି ଜଣେ ପତ୍ରିକାଠୁ ଏବଂ ସେ ପତ୍ରିକାରେ ରକ୍ଷକ ନେଇ ଏଇଟା ଲେଖିଛନ୍ତି। ତେଣୁ ଏଇଟା ମୋର କୌଣସି ବାହାଦୁର ନୁହେଁ, ବରଂ ଜଣେ ମୋ ସମୟରେ ମୁଁ ତାଙ୍କୁ ପଢ଼ିଥିବା ଜଣେ ସର୍ବଶ୍ରେଷ୍ଠ ଗାଳ୍ପିକକୁ ମୁଁ ଯେ ସମ୍ମାନ ଦେଇପାରିଲି ଏବଂ ସମ୍ମାନଟି ସେ ଗାଳ୍ପିକ ସ୍ୱୀକାର କରିପାରିଲେ, ତାହା ମୋ ପାଇଁ ଗୋଟେ ବଡ଼ ଉପଲବ୍ଧି। ତେବେ ଯେମିତି ଅକ୍ଷୟ ମହାନ୍ତିଙ୍କ ସହିତ ଆପଣଙ୍କର ସୁସମ୍ପର୍କ ଥିଲା, ସେମିତି ଯଦି ଦେଖାଯାଏ ବରିଷ୍ଠ ଏବଂ ବିଶିଷ୍ଟ କେଉଁ ଲେଖକଙ୍କ ସହିତ ଆପଣଙ୍କର ବ୍ୟକ୍ତିଗତ ଏବଂ ସାରସ୍ୱତ ସମ୍ପର୍କ ଭଲ? ମୋର ତ ବହୁତ କବି ଲେଖକଙ୍କ ସହିତ ସମ୍ପର୍କ ଥିଲା। ବିଶେଷ ଭାବରେ ମୁଁ ବେଶୀ ଆକର୍ଷିତ ହେଲି ସଚ୍ଚି ରାଉତରାୟଙ୍କ ପ୍ରତି। ମୁଁ କଟକରେ ପଢ଼ିଲା ବେଳେ ନିୟମିତ ଭାବରେ ତାଙ୍କ ଘରକୁ ଯାଏ, ତାଙ୍କ ସହିତ ବସା ଉଠା କରେ, ତାଙ୍କଠୁ ଶିଖେ। ମୁଁ ତାଙ୍କ ପାଖକୁ ବରାବର ଯାଏ ଏବଂ ସେ ଅକାତରେ ମୋତେ ମାର୍ଗଦର୍ଶନ କରାନ୍ତି, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରନ୍ତି, ଯାହାକି ମୋର ସାରସ୍ୱତ ସାଧନାକୁ ବହୁ ଭାବରେ ପ୍ରଭାବିତ କରିଛି। ତେବେ ସଚ୍ଚି ରାଉତରାୟ ମାନେ ଏଥିରେ ସନ୍ଦେହ ନାହିଁ, ଯଦିଓ ସେ ଓଡ଼ିଶାର ଖୁବ୍ ପ୍ରତିଷ୍ଠିତ ଏବଂ ପରିଚିତ କବି, ମାଟିର କଥା କହୁଥିବା କବି,
କିନ୍ତୁ ଯଦି ବିଚାରଧାରାକୁ ଦେଖାଯାଏ କୋଉଠି ନା କୋଉଠି ସେ ବିଦ୍ରୋହର କଥା କୁହନ୍ତି ବା ବାମପନ୍ଥୀ ବିଚାରଧାରାର ବୋଲି ବୋଧେ ଆମେ ଗ୍ରହଣ କରିନେବାକୁ ହୁଏ। ଗୋଟାଏ ପଟେ ଆପଣ ଗାନ୍ଧୀବାଦର କଥା କୁହନ୍ତି, ଗୋଟାଏ ପଟେ ସଚ୍ଚି ରାଉତରାୟ ଭିନ୍ନ ଏକ ଚିନ୍ତାଧାରାର ବୋଧହୁଏ, ଯଦିଓ ମୋର ଅନୁମାନ ଭୁଲ ନ ହୁଏ। ତେବେ କେବେ ମତଗତ ବିବାଦ ହେଇଛି କି? ନାଇଁ, ମତଭେଦ ହେଇନି। ତାଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଦକ୍ଷିଣପନ୍ଥୀ ଚିନ୍ତାଧାରାର, ସେ ବାମପନ୍ଥୀ ଚିନ୍ତାଧାରାର। ଆଜ୍ଞା। ସେ ମୋତେ ଶୁଣନ୍ତି, ମୁଁ ତାଙ୍କୁ ଶୁଣେ, ମୁଁ ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରେ, ସିଏ ମୋତେ ବି ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି। ଏଇ ଯେଉଁ ପ୍ରକ୍ରିୟାଟି ବହୁତ ଆନନ୍ଦଦାୟକ, ଶିକ୍ଷା ମୋତେ ବହୁତ ମିଳେ। କିନ୍ତୁ ସଚ୍ଚି ରାଉତରାୟ ମୋତେ ଲାଗେ ନା ସେ ବାମବାଦୀ ନା ଦକ୍ଷିଣବାଦୀ, ସେ ମାନବବାଦୀ। ଯଦିଓ ସେ ବାମପନ୍ଥୀ ଥିଲେ ପ୍ରାରମ୍ଭିକ ପର୍ଯ୍ୟାୟରେ, ମୋତେ ଲାଗେ ଶେଷ ଆଡ଼କୁ ସେ କ୍ରମଶଃ ସେ ପ୍ରକାର ଯେଉଁ ବାମବାଦୀ ଚିନ୍ତାଧାରାର ଯେଉଁ ଖୋଳପା, ସେଥିରୁ ସେ ମୁକୁଳିବାକୁ ଚେଷ୍ଟା କରୁଥିଲେ। ସାର୍, ଆପଣ ଯୁବପିଢ଼ିକୁ ପଢ଼ନ୍ତି? ବହୁତ ପଢ଼େ। କ'ଣ କହିବେ ଯୁବପିଢ଼ିଙ୍କୁ? ବର୍ତ୍ତମାନ ସାହିତ୍ୟରେ ଯେଉଁ ସ୍ଥିତି, ପାଠକ ଏବଂ ଲେଖକ ଭିତରେ ଗୋଟେ ଅଦୃଶ୍ୟ ଦୂରତା, କ'ଣ ପରାମର୍ଶ ଦେବେ? ମୋତେ ଲାଗେ ଯେଉଁ ବର୍ତ୍ତମାନ ମୋ ପରବର୍ତ୍ତୀ ସମୟରେ ଯେଉଁମାନେ ଲେଖାଲେଖି କରୁଛନ୍ତି ବହୁତ ବଢ଼ିଆ ଲେଖୁଛନ୍ତି। ସେମାନଙ୍କ ପ୍ରତି ମୋର ଯେତିକି ସ୍ନେହ ଅଛି ସେତିକି ବି ଈର୍ଷା ବି ଅଛି। ପ୍ରକୃତ କଥା କହିବାକୁ ଗଲେ, ଖୋଲାକିରି କହିବାକୁ ପଡ଼ିଲେ, ମୁଁ ସେମାନଙ୍କୁ ପଢ଼େ ଏବଂ ସେମାନଙ୍କ ସହିତ ପ୍ରତିଯୋଗିତା କରିବାକୁ ମନେ ମନେ ଚେଷ୍ଟା କରେ। କାହିଁକିନା ତାଙ୍କ ପାଇଁ ସମଗ୍ର ପୃଥିବୀ ଖୋଲି ଯାଇଛି। ତେବେ ସାର୍, ଆପଣଙ୍କର ଗୋଟେ କବିତା, କୂଳରେ ଖେଳୁଛି ସେ କାଳର ପସରା, ଯେତେ ଶୋଷ ମାରିଲେ ବି ସୁଖ ନାହିଁ ଗଳା, ମୁଁ କ୍ଷେତ୍ରଜୀବୀ କବିତାର ଏ ଧାଡ଼ି। ତେବେ କେଉଁଠି ନା କେଉଁଠି ଚାକିରି ଜୀବନ, ସାହିତ୍ୟ ଭିତରେ, ଆଧ୍ୟାତ୍ମିକତା ଭିତରେ ମଧ୍ୟ ଆପଣ ନିଜକୁ ନିୟୋଜିତ କରିଛନ୍ତି କି? ଶୁଣନ୍ତୁ, ଯେକୌଣସି ଓଡ଼ିଆ ପରତ କବି ଜଣେ ଓଡ଼ିଆ, ମୋତେ ଲାଗେ ପ୍ରତ୍ୟେକ ଓଡ଼ିଆ ନା ଆଧ୍ୟାତ୍ମିକବାଦୀ। ତା'ର ଚିନ୍ତା, ଚେତନା, ଜୀବନ ଦର୍ଶନ, ଆମେ ତ ଜନ୍ମ ହେଲୁ ଗୋଟେ ଆଧ୍ୟାତ୍ମିକ ଭାବାବେଗରୁ। ଗାଁରେ ଜନ୍ମ ହେଲୁ, ଭାଗବତ ଟୁଙ୍ଗି, ଜଗନ୍ନାଥ, ଗୋଟେ କେମିତି ଗୋଟେ ଆଧ୍ୟାତ୍ମିକ ପରମ୍ପରା ପରିବେଶ ଭିତରୁ ସୃଷ୍ଟି ହେଲୁ, ବଢ଼ିଲୁ। ତେଣୁ ସମଗ୍ର ଜୀବନ ଏବଂ ଜୀବନର ଅନ୍ୱେଷଣ ନିଶ୍ଚିତରେ ଆଧ୍ୟାତ୍ମିକତା ରହିଛି। ତା ସହିତ ମୁଁ ପୁରୀରେ ବେଶ ସମୟ କଟେଇଲି। ମୋର ହାଇସ୍କୁଲ ପାଠପଢ଼ା ପୁରୀରେ, କଲେଜ ବି ପୁରୀରେ, ଚାକିରି କାଳ ବି ପ୍ରାୟ 15 ବର୍ଷ ପୁରୀରେ କଟେଇଛି। ଏବଂ ଜଗନ୍ନାଥ ମନ୍ଦିରକୁ ଯିବା ଆସିବା ଆପଣ କିଛି କରିବା ଦରକାର ନାହିଁ। ଯଦି ପୁରୀରେ ଆପଣ ଯେକୌଣସି ଜାଗାରେ ଅଧଘଣ୍ଟା ଛିଡ଼ା ହେଇଯିବେ, ମନ୍ଦିର ଯିବା ଦରକାର ନାହିଁ କି ସମୁଦ୍ର କୂଳ ଯିବା ଦରକାର ନାହିଁ, ଶ୍ରୀକ୍ଷେତ୍ରରେ ଯେକୌଣସି ଜାଗାରେ 10-15 ମିନିଟ୍ ଛିଡ଼ା ହେଇଯିବେ, ଆପଣ ଗୋଟେ ଅଦ୍ଭୁତ ପୁଲକ ପାଇବେ, ଆନନ୍ଦ ପାଇବେ। ଆପଣ ଭାବିବେ ଆପଣଙ୍କର ଆଧ୍ୟାତ୍ମିକତାର ଅଭିବୃଦ୍ଧି ଘଟିଛି। ତେବେ ଆପଣ ଅବିଭକ୍ତ ପୁରୀ ଯେଉଁ କଥା କୁହାଯାଏ, ପୁରୀ, ଖୋର୍ଦ୍ଧା ଏବଂ ଯେଉଁ ଜିଲ୍ଲାକୁ ନେଇକରି ଯେଉଁ କଥା କୁହାଯାଉଥିଲା, ସେତେବେଳେ ସେ ସମୟରେ ଆପଣ ଛାତ୍ର ସଂଗଠନ ବା ଛାତ୍ର ନେତା ଭାବରେ, ମାନେ ସଂଗଠିତ ରାଜନେତା ଭାବରେ ମଧ୍ୟ ପରିଚୟ ପାଇଛନ୍ତି। ତେବେ କେତେ ସହଜ ହେଲା ସେଇ ଯେଉଁ ରାଜନୀତି ପରିସରକୁ ବାହାରି ପ୍ରଶାସନିକ ସ୍ତରରେ ଚାକିରି କଲା ପରେ? କେଉଁଠି ନା କେଉଁଠି ରାଜନୀତିକୁ ଆପଣ ଭିଡ଼ି ଟାଣି ହେଇନାହାନ୍ତି ବା ରାଜନୀତି ଆପଣଙ୍କୁ ଟାଣି ଧରିନି? ଆକ୍ଚୁଆଲି ମୁଁ କୌଣସି କ୍ୟାମ୍ପସ୍ ପଲିଟିକ୍ସରେ ନଥିଲି। ମୁଁ କେବଳ ଯେହେତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଦସ୍ୟ ଥିଲି ହାଇସ୍କୁଲ ବେଳେ, କଲେଜରେ ଏସ୍ଏସ୍ କଲେଜ ପଢ଼ିଲା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତା ସଂଗଠନ ଦାୟିତ୍ୱରେ ଥିଲେ ଏବଂ ପୁରୀ ଜିଲ୍ଲା ଯେଉଁ ୟୁନିଟ୍ର ଭାଇସ୍ ପ୍ରେସିଡେଣ୍ଟ ଥିଲେ। ତେଣୁ କୌଣସି ନିର୍ବାଚନରେ ମୁଁ ଲଢ଼ିନି, କଲେଜ ନିର୍ବାଚନରେ। ବରଂ ଯେଉଁମାନେ ଲଢ଼ନ୍ତି ତାଙ୍କର ପାଇଁ ଗୋଟେ ସାଂଗଠନିକ ଭିତ୍ତିଭୂମି ତିଆରି କରିବା, ସେଇ କାର୍ଯ୍ୟଟି ମୁଁ କରୁଥିଲି। ତେଣୁ ଯେହେତୁ ସେଇ ଆଦର୍ଶବାଦରେ ବିଶ୍ୱାସ କରେ, ଏବିଭିପିର ଆଦର୍ଶବାଦରେ, ଛାତ୍ର ଭାବରେ ମୁଁ ସେଇ ସଂଗଠନର ପ୍ରସାର,
ସେ ଆଦର୍ଶବାଦର ପ୍ରଚାର ସେଇଥିପାଇଁ କିଛି କାମ କରିଛେ, କିନ୍ତୁ ପ୍ରତ୍ୟକ୍ଷ ଭାବରେ କୌଣସି ୟୁନିୟନ ରାଜନୀତିରେ ମୁଁ କେବେ ଲଢ଼ି ନାହିଁ। ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ RSS ସହିତ ଆପଣଙ୍କର ଛାତ୍ର ସମୟରେ ସେ ଚିନ୍ତାଧାରା ବା ସେ ଦର୍ଶନ ସହିତ ଆପଣ ଜଡ଼ିତ, କିନ୍ତୁ ଆପଣଙ୍କ ଚାକିରି ସମୟକୁ ଯଦି ଦେଖାଯାଏ ବୋଧହୁଏ ଦୀର୍ଘ ସମୟ ଆପଣ ବିଜୁ ଜନତା ଦଳର ସରକାରରେ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। କେଉଁଠି ନା କେଉଁଠି ଗୋଟେ ନୀତିଗତ ବିଭେଦ ଦେଖାଯାଏ କି? କାରଣ RSS ଏବଂ ABP ଭାରତୀୟ ଜନତା ପାର୍ଟିର। ଶୁଣନ୍ତୁ, ଏମିତି ତ ଦେଖିଲେ ଆପଣଙ୍କର ବିଜେପି BJD 9 ବର୍ଷ ଧରି ଏକାଠି ଶାସନ କରୁଥିଲେ। ଆଜ୍ଞା ତାପରେ ଆପଣଙ୍କର ଆଦର୍ଶ ବିଚାରବୋଧ ଅଲଗା। ଯେହେତୁ ଆମେ ଦରମା ପାଉଛୁ, ଚାକିରି କରୁଛୁ, ତେଣୁ ସରକାରଙ୍କର ଯାହା ଆଦର୍ଶ ତାକୁ ପାଳନ କରିବା ଆମର ଦାୟିତ୍ୱ। କୋଉଠି ନା କୋଉଠି ବ୍ୟକ୍ତିଗତ ଅସନ୍ତୋଷ ଆସିକି ବିଭିନ୍ନ ପ୍ରସଙ୍ଗ, ଯଦି ପୂର୍ବ ସରକାର କଥା ଆମେ ଆଲୋଚନା କରିବା, ଏମିତି ବିଭିନ୍ନ ପ୍ରସଙ୍ଗ ଆସିଛି ଯେଉଁ ପ୍ରସଙ୍ଗ ସାରା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ସେ ସମୟରେ ଜଣେ କବି ଭାବରେ ରକ୍ଷକ ନାୟକ ବ୍ୟଥିତ ହୁଅନ୍ତି ନା ଜଣେ ପ୍ରଶାସନିକ ଅଧିକାରୀ ହିସାବରେ କୋଉଠି ନା କୋଉଠି ଛାତି ଉପରେ? ସରକାର ଯାହା କୁହନ୍ତି ଆମେ କରୁ। ଆଜ୍ଞା ଯାହା ମୋର ମାନେ ବିଶ୍ୱାସକୁ ଆଘାତ ଦିଏ, ମୋ ଆଦର୍ଶ ବିଚାରବୋଧକୁ ଆଘାତ ଦିଏ, ତାକୁ ମୁଁ ମୋର ସେ ବିଦ୍ରୋହ କବିତାରେ ପ୍ରକାଶ କରେ। ତେବେ ଗୋଟାଏ ପଟେ ଆପଣ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି, ଆଉ ଗୋଟେ ପଟେ ବିଦ୍ରୋହର କବିତା ଲେଖୁଛନ୍ତି। କୋଉଠି ନା କୋଉଠି ଟିକେ ଭୟ ଥାଏ କି ଯେ କବିତା ପାଇଁ ଆପଣ ହୁଏତ ଆକ୍ରୋଶର ଶିକାର ହେଇପାରନ୍ତି ଚାକିରି ସମୟ? ଏବେ ତ ଅବସର ନେଇସାରିଲେଣି, ସେ ସମୟର କଥା। ବିଶେଷ କରି ଓଡ଼ିଶାରେ ଭୟର କାରଣ ନାହିଁ। ଯାହାଙ୍କୁ ଭୟ କରିବାର ସେମାନେ କବିତା ପଢ଼ନ୍ତି ନାହିଁ। ଆଚ୍ଛା ସେଥିପାଇଁ ଆପଣ ନିର୍ଭୟରେ କବିତା ନିର୍ଭର ମୁଁ କବିତା ଲେଖେ। ମୁଁ ଜାଣିଛି ଯେଉଁମାନେ ହୁଏତ କବିତାର ମାନେ କବିତା ପଢ଼ିକରି ଉତ୍ତେଜିତ ହୋଇପାରନ୍ତି, ଆକ୍ରମଣ କରିପାରନ୍ତି ବା ଖରାପ ଭାବିପାରନ୍ତି, ସେମାନେ କବିତା ପଢ଼ନ୍ତି ନାହିଁ। ପ୍ରାୟତଃ ବିଶେଷ ଜ୍ଞାନୀ ଗୁଣୀ ଲୋକ ତ ସରକାରରେ ନଥାନ୍ତି ନା ଅନେକ ସମୟରେ। ଆଜ୍ଞା ଅସରନ୍ତି ଅନ୍ତାକ୍ଷରୀ ପାଇଁ ଆପଣ ସାହିତ୍ୟ ଏକାଡେମୀ ପୁରସ୍କାର ପାଇସାରିଛନ୍ତି। ତେବେ ପୁରସ୍କାର ପାଇଲା ପରେ ଆପଣଙ୍କର ସିଦ୍ଧି ଏବଂ ସାଧନା ବାଧାପ୍ରାପ୍ତ ହେଇଛି ନା ସେ ତାର ସକ୍ରିୟ ଭାବରେ ଚାଲିଛି? ମୁଁ ତ ବହୁତ ପୁରସ୍କାର ପାଉଛି, ଅନେକ ପୁରସ୍କାରର ଅଧିକାରୀ ଆପଣ। ତା ଭିତରେ ଗୋଟେ ସାହିତ୍ୟ ଏକାଡେମୀ ପୁରସ୍କାର, ଆଜ୍ଞା ଗୋଟେ ସରକାରଙ୍କ ତରଫରୁ ସାହିତ୍ୟ ଏକାଡେମୀ ପୁରସ୍କାର। ଆପଣ ତାକୁ ଗୁରୁତ୍ୱ ଦେଉଛନ୍ତି। ସେ ସାହିତ୍ୟ ଏକାଡେମୀ ପୁରସ୍କାର 10-12 ଜଣ କି 2-4 ଜଣ ଲୋକ ଡିସାଇଡ଼୍ କରିଥିବେ ଏ ବହିଟି ପାଉ। ଅନ୍ୟ ଯେଉଁ ବିଭିନ୍ନ ଅନୁଷ୍ଠାନର ପୁରସ୍କାର ପାଉଛି ସେ ସେହି ପ୍ରକ୍ରିୟା। ତେଣୁ ସିଏ ତା ବାଟରେ, ଲେଖାଲେଖି ତା ବାଟରେ। କିନ୍ତୁ ଗୋଟେ ପୁରସ୍କାର ପାଇଲେ ନିଶ୍ଚିତ ଭଲ ଲାଗେ। ସାହିତ୍ୟ ଏକାଡେମୀ ପୁରସ୍କାର ହେଉ କି କୌଣସି ଏକ ଛୋଟ ଅନୁଷ୍ଠାନ କି ବଡ଼ ଅନୁଷ୍ଠାନର ପୁରସ୍କାର ହେଉ, ନିଶ୍ଚିତ ଭଲ ଲାଗେ। ଜଣେ ସାଧାରଣ ମଣିଷ ଭାବରେ, ଖାଲି କବି ନୁହେଁ, ସାଧାରଣ ମଣିଷଟିଏ, ତାକୁ ଯଦି ଜଣେ ପ୍ରଶଂସା କରିବ, ତ ସ୍ୱୀକାର କରିବ, ସ୍ୱୀକୃତି ଦେବ, ତାକୁ ଭଲ ଲାଗେ। ଭଲ ଲାଗିବାର ବିକଳ୍ପ ନାହିଁ। ପୁରସ୍କାର କୋଉଠି ନା କୋଉଠି ଯଦି ସାହିତ୍ୟିକ ମାନଙ୍କ କଥା ଦେଖାଯିବ, ସେମାନଙ୍କୁ ପ୍ରୋତ୍ସାହିତ କରୁଛି ନା ଆତ୍ମଗର୍ବୀ କରୁଛି? ପୁରସ୍କାର ନିଶ୍ଚିନ୍ତରେ ପ୍ରୋତ୍ସାହିତ କରେ। ପୁରସ୍କାରର ତ କୌଣସି ନକାରାତ୍ମକ ଦିଗ ନାହିଁ, ସବୁବେଳେ ସକାରାତ୍ମକ ଦିଗ ଅଛି। କିନ୍ତୁ ଗୋଟିଏ କଥା ହେଲା, ସେ ପୁରସ୍କାରଟି ଆପେ ଆପେ ଆସିଛି ନା ନିଜେ ଯୋଗାଡ଼ କରି ଅର୍ଜନ କରିଛ? ନିଜେ ଯୋଗାଡ଼ି କରି ଅର୍ଜନ କଲେ ସେ ପୁରସ୍କାର ହୁଏତ ଅନ୍ୟମାନଙ୍କୁ ଭଲ ଲାଗିପାରେ, କାନ୍ଥରେ ଟଙ୍ଗା ଯାଇପାରେ ଅନ୍ୟମାନେ ଦେଖିବା ପାଇଁ, କିନ୍ତୁ ନିଜ ହୃଦୟକୁ ଛୁଇଁବ ନାହିଁ। ଯେଉଁ ପୁରସ୍କାର, ଯେଉଁ ସମ୍ମାନ, ଯେଉଁ ସ୍ୱୀକୃତି, ଯେଉଁ ପ୍ରଶଂସା ପ୍ରାକୃତିକ ଭାବରେ ଆସେ, ଆପେ ଆପେ ଆସେ, ତାହାର ବିକଳ୍ପ ନାହିଁ। ତେବେ ଅନେକ ଘଟଣା ଲେଖକମାନଙ୍କ ଜୀବନରେ ଘଟେ। ଯଦି ଆପଣଙ୍କୁ ସେ ପ୍ରଶ୍ନ ପଚରାଯାଏ, ଏମିତି କିଛି ପାଠକଙ୍କ ସହିତ କିଛି ଅନୁଭୂତି ଅଛି କି ଯେଉଁଟା ସବୁଦିନ ପାଇଁ ଆପଣ ଆପଣଙ୍କ ଛାତିରେ ସାଇତି ରଖିବେ? ପାଠକଙ୍କର ମତାମତ ହେଉ, ଅଭିବ୍ୟକ୍ତି ହେଉ କିମ୍ବା ପ୍ରଶଂସା ହେଉ। ଏମିତି ଅନେକ ବିଶେଷ ନହେଲେ ମଧ୍ୟ କିଛି କିଛି ପାଠକଙ୍କର ଫୋନ୍ରେ ହେଉ କି ଆଗରୁ ଚିଠି ଆସୁଥିଲା, ଏ ଫୋନ୍ରେ କିଛି କିଛି ତାଙ୍କର ବକ୍ତବ୍ୟ, ପ୍ରତିକ୍ରିୟା, ମନ୍ତବ୍ୟ ବହୁତ ଭଲ ଲାଗେ। ମୁଁ ଗୋଟିଏ କଥା କହିବି, ମୁଁ ନୂଆ ନୂଆ କବିତା ଲେଖୁଥାଏ, ସେତେବେଳେ ମୁଁ ଜଷ୍ଟ MA ସରିଲା ପରେ କିଛି ରିସର୍ଚ୍ଚ କରୁଥାଏ। ବିଶେଷ ବେକାରୀ କ'ଣ ଜାଣିନଥାଏ, କିନ୍ତୁ କାହିଁକି ଜାଣି ଗୋଟେ ବେକାର ବୋଲି ଗୋଟେ କବିତାରେ ଲେଖିଥିଲି। ସମ୍ବାଦରେ ବାହାରିଥାଏ, ସମ୍ବାଦ ଖବରକାଗଜରେ।
ମୁଁ ରାଉରକେଲାକୁ ଥରେ ଯାଇଥିଲି ଡାଟା କଲେକ୍ସନ୍ ବି ରିସର୍ଚ୍ଚ ପ୍ରୋଜେକ୍ଟରେ। ଏମିତି ବସ୍ତି ଅଞ୍ଚଳ ବୁଲିଲୁ, ଜଣଙ୍କ ଘରେ ଡାଟା କଲେକ୍ସନ୍ ପହଞ୍ଚିଗଲି। ମୁଁ ଦେଖିଲି ଯେ ତା ଜଣେ ବେକାର ଲୋକ, ଯୁବକ ଜଣେ, ତା ଟେବୁଲ ଉପରେ ମୋ କବିତାଟି କାଟିକି ରଖିଛି। ତ ପଚାରିଲି ଏ କବିତା କ'ଣ? କହିଲା ମୁଁ ତ ମୋର କଥାଗୁଡ଼ା ସବୁ ଲେଖା ହେଇଛି ଏ କବିତାରେ। ମୁଁ ତ ଖୁସି ଲାଗିଲା, ମୁଁ ତାକୁ ପଢ଼ିଲି, ତା ସାମ୍ନାରେ କବିତା ପଢ଼ିଲି। ସେ କବିତାରେ ମୁଁ କହିଲି ବଢ଼ିଆ କହିଛି, ମୋତେ ବି ଲାଗୁଛି ସେୟା, କିନ୍ତୁ କହିଲିନି ଯେ ମୁଁ ଏ କବିତାର କବି ମୁଁ ନିଜେ। ସେ କବିତାର କେଜାଣି ହଠାତ୍ ମନେ ପଡ଼ୁନି। ମାନେ ମାନେ ବେକାର ମୋ ଜୀବନରେ କିଛି ନାହିଁ, ମୁଁ ଖାଲି ମାନେ ପ୍ରଚେଷ୍ଟା କରୁଛି, ଫଳ ମିଳୁନାହିଁ, ବେକାର ହେଇ ମୋ ଜୀବନଟା, ଏହି ଟାଇପ୍ର ସାଧାରଣ କଥା। ତେବେ ଯେଉଁ କଥା କୁହାଯାଏ ସମସ୍ତଙ୍କର କେଉଁଠି ନା କେଉଁଠି ଗୋଟେ ପ୍ରଥମ କବିତା ହେଉ, ପ୍ରଥମ ଲେଖା ହେଉ, ପ୍ରଥମ ସବୁବେଳେ ସ୍ୱତନ୍ତ୍ର। ତେବେ ଆପଣଙ୍କର ପ୍ରଥମ ଲେଖା କେଉଁ ପତ୍ରିକା କିମ୍ବା କେଉଁ ଖବରକାଗଜରେ ପ୍ରକାଶିତ ଥିଲା? ଏବଂ ମୋ ପ୍ରଥମ ଲେଖା, ବହୁତ ଲେଖା ଅଛି ଯାହାର ମୁଁ ଏକମାତ୍ର ପାଠକ। ଆଚ୍ଛା। କାରଣ ମୁଁ ଯେତେବେଳେ କବିତା ଲେଖା ଆରମ୍ଭ କଲି ହାଇସ୍କୁଲ ବେଳେ, ସେତେବେଳେ କବିତା ଗୋଟେ ଭଲ ପିଲାଟିଏ, ମୁଁ ଭଲ ଷ୍ଟୁଡେଣ୍ଟ ଥିଲି। ଗୋଟେ ଭଲ ଛାତ୍ରଟିଏ କବିତା ଲେଖିବ, ତାକୁ କୌଣସି ଶିକ୍ଷକ କି ବାପା ବୋଉ ଗୁରୁଜନ ସହାୟ କରୁନଥିଲେ। ମୋ ବାପା ଜଣେ ଶିକ୍ଷକ ଥିଲେ, ତେଣୁ ମୁଁ ଲୁଚି ଲୁଚି କବିତା ଲେଖୁଥିଲି, ମୁଁ ହିଁ ପଢ଼ୁଥିଲି, ତାକୁ ଚିରି ଫୋପାଡ଼ୁଥିଲି। ତେଣୁ ଅନେକ କବିତାର ମୁଁ ଲେଖକ, ମୁଁ ପାଠକ ପ୍ରାରମ୍ଭିକ ପର୍ଯ୍ୟାୟରେ। କଲେଜକୁ ଆସିଲା ପରେ ହୁଏତ ଅନ୍ୟମାନଙ୍କୁ କବିତା ପଢ଼ିବାର ସୁଯୋଗ ଦେଲି, ଅନ୍ୟମାନେ କବିତା ପଢ଼ିଲେ, ପ୍ରଶଂସା କଲେ। କିନ୍ତୁ ହାଇସ୍କୁଲ କଲେଜକୁ ଆସିଲା ପର୍ଯ୍ୟନ୍ତ ଯେତେ କବିତା ଲେଖିଛି, ହୁଏତ ମୁଁ ନିଜେ ଲେଖିଛି, ନିଜେ ପଢ଼ିଛି, ଅନ୍ୟ କାହାକୁ ପଢ଼ିବାର ସୁଯୋଗ ଦେଇନାହିଁ କି ସାହସ ହେଇନି ଅନ୍ୟ କିଏ ପଢ଼ୁ ମୋ କବିତା ବୋଲି। ତେବେ ଆପଣ ସାହିତ୍ୟ ଏକାଡେମୀ ପୁରସ୍କାର ପାଇସାରିଛନ୍ତି, ସେଇ କଥା ପୁଣି ଥରେ ଦୋହରାଇବା ପାଇଁ ଚାହିଁବି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ଲେଖାଲେଖି, ମୁଁ କହୁନି ଯେ ଆପଣ ପୁରସ୍କାର ପାଇଁ ଲେଖନ୍ତୁ, କେଉଁଠି ନା କେଉଁଠି ସମସ୍ତଙ୍କର ଗୋଟେ ଇଚ୍ଛା ଥାଏ, ପୁରସ୍କାରର ଲୋଭ ନହେଲେ ମଧ୍ୟ ନିଜର ଆତ୍ମସନ୍ତୋଷ ପାଇଁ ପୁରସ୍କାର ଆମକୁ ଖୁସି ଦିଏ, ଯେଉଁ କଥା ଆରମ୍ଭରୁ ମଧ୍ୟ ଆପଣ କହିଛନ୍ତି। ତ ଯଦି ଏଇ ପ୍ରଶ୍ନ ପଚରାଯାଏ ଯେ ରକ୍ଷକ ନାୟକ ମହୋଦୟଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବା କଥା ବା ମିଳିବା କଥା, ସେ ଦିଗରେ ଆପଣ ପ୍ରୟାସ ଜାରି ରଖିଛନ୍ତି, ଗଳାବାଟ କଥା ମୁଁ କହୁନି, ଲେଖାଲେଖି କ୍ଷେତ୍ରରେ। ବିଶ୍ୱାସ କରନ୍ତୁ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର କେମିତି ମିଳେ ମୁଁ ଜାଣିନି। ଏ ଯେଉଁ ରାଜ୍ୟ ଆମର ଯେଉଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର କେମିତି ମିଳେ ମୁଁ ଜାଣିନଥିଲି। ହଠାତ୍ ଖବର ପାଇଲି ଯେ ମୋ ପ୍ରକାଶକ ବହିଟି ଡିପୋଜିଟ୍ କରିଥିଲେ, ମିଳିଗଲା, ଖୁସି ହେଇଗଲି। ତେଣୁ ସେମିତି ମୁଁ ଲେଖି ଚାଲିଛି, ଲେଖିବା ମୋର କାମ, ସ୍ୱାଭାବିକ ପ୍ରକ୍ରିୟାରେ ମୁଁ ଲେଖୁଛି, ଏବେ ବି ଲେଖୁଛି। ଗୋଟିଏ ପରେ ଗୋଟେ ବହି ବାହାରୁଛି, କିଏ ପୁରସ୍କାର ଦେବ ନ ଦେବ ସେଥିପ୍ରତି ମୋର ଚିନ୍ତା ନାହିଁ, ହୁଏତ ମିଳିପାରେ ନ ମିଳିପାରେ। କେଉଁଠି ନା କେଉଁଠି ଯଦି ବର୍ତ୍ତମାନର ଯୁବ ସମାଜ କଥା ଦେଖାଯାଏ, ପୁରସ୍କାର ଏବେକା ପିଢ଼ିକୁ ବାଟବଣା କରୁଛି କି? ଜଣେ ବରିଷ୍ଠ ହିସାବରେ ପୁରସ୍କାର ମୁଁ ଜାଣିନି, ପୁରସ୍କାର ବାଟବଣା କରେ ନାହିଁ, କିନ୍ତୁ ମୋତେ ଲାଗେ ବେଳେବେଳେ ପୁରସ୍କାର ଠିକ୍ ବାଟରେ ନେଇଯାଏ, ତାଙ୍କ ଭିତରେ ଗୋଟେ କମ୍ପିଟିଟିଭ୍ ସ୍ପିରିଟ୍ ଯୋଗାଏ, ପ୍ରତିଦ୍ୱନ୍ଦିତାମୂଳକ ମନୋଭାବ ସୃଷ୍ଟି କରେ। ଆହୁରି ଭଲ ଲେଖିବି, ପୁରସ୍କାର ଆଶାରେ ଲେଖିବି, ହୁଏତ ତା'ର ସକାରାତ୍ମକ ଦିଗ ବି ଥାଇପାରେ, କିନ୍ତୁ ଖାଲି ପୁରସ୍କାର ପଛରେ ପଡ଼ି ନିଜର ସୃଜନ ପ୍ରକ୍ରିୟାକୁ ଅବହେଳା କରିବା ବହୁତ ଅକ୍ଷମଣୀୟ ଅପରାଧ। ତେଣୁ ପୁରସ୍କାରର ପଛରେ ଗୋଡ଼େଇବା କି ପୁରସ୍କାରକୁ ଆଶା କରିବା, ହୁଏତ ତା'ର ବି ସକାରାତ୍ମକ ଦିଗ ଥାଇପାରେ। ନିଜର ସୃଷ୍ଟିକୁ ଆହୁରି ସମୃଦ୍ଧ କରିବି, ପୁରସ୍କାର ଉପଯୋଗୀ କରିବି, ସେ ଯଦି ସେଇ ପ୍ରକ୍ରିୟାରେ ଜଣେ କବିଟିଏ ଥାଏ, ଯୁବ କବିଟିଏ, ବହୁତ ଭଲ କଥା, କିଛି ଖରାପ ନାହିଁ। ତେବେ ଆପଣ ଉଭୟ ପ୍ରେମ ଏବଂ ବିଦ୍ରୋହର କବିତା ଲେଖନ୍ତି। ବିଦ୍ରୋହର କବିତା ବିଷୟରେ ତ ଆମେ ପୂର୍ବରୁ ଆଲୋଚନା କରିସାରିଛେ, ଗୋଟେ ପ୍ରେମ କବିତା ଶୁଣେଇବେ ଦର୍ଶକମାନଙ୍କୁ? ଅଛି, ମୋର ମୋବାଇଲ ଗୋଟେ କବିତାରେ ଶୁଣଉଛି। ପ୍ରେମ କି କ'ଣ ଆପଣ ପରେ କହିବେ। କବିତା ଝର୍କା କଡ଼ର ଚମ୍ପା, ସେ ଯେତିକି ବାହାରେ ତାଠୁ ବେଶୀ ଭିତରେ, ଝର୍କା ଖୋଲିଲେ ଚମ୍ପାର ମୁଦ୍ରାୟିତ ନୃତ୍ୟ, ଝର୍କା ବନ୍ଦ କଲେ
କୋଠରୀ ଭର୍ତ୍ତି ଚମ୍ପାର ମହକ। ମୁଁ ଯୁଆଡ଼େ ଯାଏ ଚମ୍ପା ଅଶରୀରୀ ଆଗରେ ପଛରେ ଥାଏ। ସେ ଆସିଥିଲା ଏକ ମାମୁଲି ବୀଜ ବିକ୍ଷେପରେ। ତିଥିବାର ନକ୍ଷତ୍ର ଜଣା ନାହିଁ, ବଢ଼ିଥିଲା ଅଲକ୍ଷ୍ୟରେ ଅନାଦରରେ ଫୁଲବତୀ ହେବା ଯାଏ। ପ୍ରଥମ ଦର୍ଶନ ପ୍ରେମ, ଆଖିରୁ ଆତ୍ମା ପରିଜନ୍ତେ, ମରଣ ଡେଇବାକୁ ଆମେ ଉଭୟ ପ୍ରସ୍ତୁତ, ଇଏ ନାତି ଦୀର୍ଘ ଆମ ପ୍ରେମର ଇତିବୃତ୍ତ। ଅଜସ୍ର ତାରାଙ୍କୁ ଆଣି ମୁଁ ଆଞ୍ଜୁଳି ଭରି ଦେଇଛି, କେବେ ମାଟି ଘଟ ଉପରେ ବିଞ୍ଚି ହୋଇଯାଇଛି, ଦୂରତା କ୍ରମଶଃ ଘୁଞ୍ଚି ଘୁଞ୍ଚି ଗୋଟେ ବିନ୍ଦୁରେ ବାସ କଲେଣି। ବନ୍ଧନରେ ମୁକ୍ତିର ମଧୁର ବାସ୍ନା ଗଗନ ପବନ କମ୍ପିଲାଣି। ଚମ୍ପାର ଚରିତ୍ର ବଖାଣିବାକୁ ଭାଷା ଅକୁଳାନ, ନୀରବତା ହିଁ ପାଲଟିଛି ମୋର ଅସ୍ତ ଓ ଉଦୟ, ଶିର ବି ଶିରସ୍ତ୍ରାଣ। ଏବର ଏବର ଆବିଷ୍କାର, ଚମ୍ପା ଫୁଲ ହେଇ ଯେତିକି ମୋହିଛି, ତାଠୁ କାହିଁ କେତେ ଗୁଣ ଚେର ହୋଇ ମୋତେ ଛନ୍ଦି ଦେଇଛି। ବଡ଼ ବିଷମ କାଳ, ବଡ଼ ବିଷମ କାଳ, ପ୍ରେମ ଯେବେ ପାଲଟେ ଜଞ୍ଜାଳ। ଏଠୁ ନିସ୍ତାର ପାଇଁ ପ୍ରାର୍ଥନା କେବେ ଶୁଣନ୍ତିନି ଈଶ୍ୱର। ହୁଏତ ଦିନେ ଏ କୋଠରୀ, ଏ ଘର, ମୋର ସମଗ୍ର ପୃଥିବୀ ଭୁଷୁଡ଼ି ପଡ଼ିବ। ହୁଏତ ଦିନେ ମୁଁ ଆବିଷ୍କୃତ ହେବି ଭଗ୍ନ ସ୍ତୂପ ଭିତରୁ ଏକ ଇତିହାସ ମୁକ୍ତ କଙ୍କାଳ। ସେବେଳ ଆଉ ନୁହେଁ ବେଶୀ ଦୂର। ଚମ୍ପାକୁ ହଟାଅ, ଚମ୍ପାକୁ କାଟ, ଚମ୍ପାର ବଂଶନାଶ କର। ମୋ ଚାରିପଟେ ପ୍ରବଳ କୋଳାହଳ। ମୁଁ କିଛି ବି ଜାଣିନି, କିନ୍ତୁ ମୋ ହାତରେ ରକ୍ତ। ହୁଏତ ଚମ୍ପାର ଏବେ ଝଟକା ଖୋଲିବାକୁ ଖୁବ୍ ଡର। ତ ଯେଉଁ କବିତା, ବହୁତ ସୁନ୍ଦର କବିତା, ଯେଉଁ କଥା ଆପଣ କହିଲେ ଯେ ପ୍ରେମ ଯେବେ ପାଲଟେ ଜଞ୍ଜାଳ, ଏଥିରୁ ନିସ୍ତାର ପାଇଁ ଡାକିଲେ ଶୁଣନ୍ତିନି ଈଶ୍ୱର। ଏ କଥାରେ କେତେ ବାସ୍ତବିକତା ଅଛି? ପ୍ରେମ ଜଞ୍ଜାଳ ପାଲଟିଲା ପରେ ଏଥିରୁ ନିସ୍ତାର ମିଳିବା ସହଜ ନୁହେଁ କି? ଜଞ୍ଜାଳରୁ କ'ଣ କି ନିସ୍ତାର ପାଏ? ପ୍ରେମଟା ପ୍ରେମ, ସେ ଜଞ୍ଜାଳ କାହିଁ ହେବ? ହୁଏତ କିଛି ଜୀବନରେ ପ୍ରେମଟା ଜଞ୍ଜାଳ ହେଇଯାଏ, ତାକୁ ଅସୁବିଧାରେ ପକାଏ। ତେଣୁ ଯେଉଁ ପ୍ରେମ ଅସୁବିଧାରେ ପକାଏ, ତ ମଣିଷ ନିସ୍ତାର ଚାହିଁବ, କେମିତି ନିସ୍ତାର ପାଇବ? ପ୍ରେମ ଯେହେତୁ ଈଶ୍ୱରକୃତ, ଈଶ୍ୱର ଆଉ କ'ଣ ନିସ୍ତାର କରିପାରିବେ? ତେବେ ଆଉ ଗୋଟେ କଥା, ଏଇ ଯେଉଁ କବିତା ବିଷୟରେ ଯଦି ଆମେ ଆଲୋଚନା କରିବା, ଇଏ ଆପଣଙ୍କର ଅନୁଭବ ନା ଅନୁଭୂତି? ଉପଲବ୍ଧି। ଆପଣଙ୍କର ଉପଲବ୍ଧି। ତେବେ ଆଉ ଗୋଟେ କଥା ଯେଉଁ କୁହାଯାଏ, ଆପଣ ପ୍ରେମ କବିତା ଲେଖନ୍ତି, ବିଦ୍ରୋହ କବିତା ମଧ୍ୟ ଲେଖନ୍ତି। ବିଦ୍ରୋହ କବିତା ବିଷୟରେ ତ ଆମେ ପୂର୍ବରୁ ଆଲୋଚନା କରିସାରିଛେ। ଯଦି ସ୍ୱତନ୍ତ୍ର ଭାବରେ ପ୍ରେମକୁ ବିଷୟ ଭାବେ ନିଆଯାଏ, ଆପଣ ବ୍ୟକ୍ତିଗତ ଜୀବନରେ ପ୍ରେମ କରିଛନ୍ତି କି? ଯଦିଓ ଏ ପ୍ରଶ୍ନ ପଚାରିବା ମୋର ଦୃଷ୍ଟତା ନୁହେଁ, ଏମିତି କୌଣସି ଲୋକ ନାହିଁ ଯେ ପ୍ରେମ କରିନାହିଁ। ଆଜ୍ଞା। ହୁଏତ ତା ପ୍ରେମ ଅପର ପକ୍ଷ ଦ୍ୱାରା ସ୍ୱୀକୃତ ହେଇଥାଇପାରେ, ନଥାଇପାରେ, କିନ୍ତୁ ଏମିତି କୌଣସି ପୃଥିବୀରେ ଲୋକ ନାହିଁ ଯେ ପ୍ରେମ କରିନାହିଁ। ତେଣୁ ପ୍ରେମ କରିବା ଗୋଟେ ବହୁତ ବଡ଼ କଥା। ଏ ଧୃଷ୍ଟତାର କଥା ନୁହେଁ, ବରଂ ଶିଷ୍ଟତାର କଥା। ଯେ ଜଣେ କବିଟିଏ ପ୍ରେମ କରିବନି, ତାହେଲେ କରିବ କିଏ ପ୍ରେମ? ତାହେଲେ ଆପଣ ବି ପ୍ରେମ କରିଛନ୍ତି? ନିଶ୍ଚିନ୍ତ। ତେବେ ଆଉ ଗୋଟେ କଥା, ମୁଁ ଜାଣେ ସେ ବିଷୟ ଉପରେ ଆମେ ବୋଧହୁଏ ବିଶେଷ ଆଲୋଚନା କରିବା ଉଚିତ ହେବ ନାହିଁ ମୋ ଦ୍ୱାରା। ସଂସାର କେଉଁଠି ନା କେଉଁଠି ଆପଣଙ୍କର ସାରସ୍ୱତ ସାଧନାରେ ବାଧକ ହେଇଛି ନା ପ୍ରୋତ୍ସାହନ ଦେଇଛି? ସଂସାର ମୋର ବାଧକ ହେଇନାହିଁ, କାରଣ ସଂସାରରୁ ମୁଁ ଶବ୍ଦ ପାଇଛି, ଭାଷା ପାଇଛି, ଭାବ ପାଇଛି। କେମିତି ବାଧକ ହେବ? ମୁଁ ଯଦି ସଂସାର ନ କରିଥାନ୍ତି, ବହୁତ କଥା ଜାଣିପାରିନଥାନ୍ତି। ସଂସାର ମୋତେ ହୁଏତ ଆଖି ଦେଇଛି, ନୂଆ କାନ ଦେଇଛି, ମୁଁ ଶୁଣିପାରିଛି, ବୁଝିପାରିଛି। ତେବେ ବିଭିନ୍ନ ପ୍ରସଙ୍ଗରେ ତ ଆମେ ଦୀର୍ଘ ସମୟ ଧରି ଆଲୋଚନା କରୁଥିଲେ। ବର୍ତ୍ତମାନର ଯୁବପିଢ଼ିଙ୍କୁ ଜଣେ ବରିଷ୍ଠ ସାହିତ୍ୟିକ ହିସାବରେ ଆପଣ କ'ଣ ପରାମର୍ଶ ଦେବେ? ପରାମର୍ଶ ଦେବିନି, ମୁଁ ମୋର ନିଜର ଅନୁଭୂତିରେ କହିବି। ବହୁତ ଗୁଡ଼ିଏ ପଢ଼ାପଢ଼ି କରିବାକୁ ପଡ଼ିବ। ଗୁଡ଼ିଏ ପଢ଼ନ୍ତୁ, ଯାହାଫଳରେ ଲେଖିବେ। ତାହା କୁହାଯାଏ ଗୋଟେ
ଗାଡ଼ିଏ ପଢ଼ିଲେ ଧାଡ଼ିଏ ଲେଖିବାକୁ ଚେଷ୍ଟା କରନ୍ତୁ ଏବଂ ନିଜର ସ୍ୱାଭାବିକତା ସ୍ୱତଃସ୍ଫୂର୍ତ୍ତତାକୁ ବଜାଇ ରଖନ୍ତୁ। ଯେମିତି ଆସୁଛି ସେମିତି ଲେଖନ୍ତୁ। କୌଣସି କାହା ମାର୍କରେ ଏଭଳି ଲେଖିବା ସେଭଳି ଲେଖିବା ମାୟାରେ ନ ପଡ଼ି ନିଜେ ନିଜ ଢଙ୍ଗରେ ଲେଖିବାକୁ ଚେଷ୍ଟା କରନ୍ତୁ। ଏଇଟା ମୋର ଆଶା ରହିବ, ପରାମର୍ଶ ନୁହେଁ କି ଉପଦେଶ ନୁହେଁ, ଆଶା। ତେବେ ଆପଣଙ୍କୁ କ'ଣ ଲାଗୁଛି ବର୍ତ୍ତମାନ ଯୁବପିଢ଼ିଙ୍କ ହାତରେ ଓଡ଼ିଆ ସାହିତ୍ୟର ଭାଷା ଓ ଭବିଷ୍ୟତ କେତେ ସୁରକ୍ଷିତ? ବହୁତ ବଢ଼ିଆ ଅଛି। ଯେଉଁ ନୂଆ ପିଲାମାନେ ଲେଖାଲେଖି କରୁଛନ୍ତି, ଗପ ହେଉ, କବିତା ହେଉ, ଉପନ୍ୟାସ ହେଉ, ଚମତ୍କାର ଲେଖୁଛନ୍ତି। ତାଙ୍କର ଭାବଭୂମି ବହୁତ ବ୍ୟାପକ ଏବଂ ତାଙ୍କର ଗୋଟେ ଭାଷା ପ୍ରୀତି ଅଛି। ନୂତନ ଆଙ୍ଗିକ ଆତ୍ମିକ ଉଭୟ କ୍ଷେତ୍ରରେ ବହୁତ ଖୁସି ଯେ ନୂଆ ପିଲାମାନେ ବହୁତ ବଢ଼ିଆ ଲେଖୁଛନ୍ତି। ତେବେ ଆଉ ଗୋଟେ କଥା ସାର୍, ଶେଷ କଥା ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବି, ନୂଆ ପିଲା ବହୁତ ଭଲ ଲେଖୁଛନ୍ତି, ଏଥିରେ ଦ୍ୱିମତ ହେବାର ନାହିଁ। ବାକି ଆମେ ଅନେକ ସମୟରେ ଦେଖୁଛୁ କେଉଁଠି ନା କେଉଁଠି ଯଦି ଓଡ଼ିଆ ସାହିତ୍ୟର କଥା ଦେଖାଯାଏ, ମଞ୍ଚ କଥା କୁହନ୍ତୁ, ଖବରକାଗଜ କୁହନ୍ତୁ ବା ପତ୍ରପତ୍ରିକା କଥା କୁହନ୍ତୁ, କେଉଁଠି ନା କେଉଁଠି ବରିଷ୍ଠମାନଙ୍କର, ଯଦିଓ ମୁଁ ଜାଣିନି ଏ ଶବ୍ଦ କହିବା କେତେ ଯଥାର୍ଥ, ବରିଷ୍ଠମାନେ କେଉଁଠି ନା କେଉଁଠି ମଞ୍ଚ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ତା ଭିତରେ ଯୁବପିଢ଼ିକୁ ଟିକେ ଜାଗା ଛାଡ଼ିବାର ସମୟ ଆସିଛି କି? ବରିଷ୍ଠମାନଙ୍କୁ ମଞ୍ଚ ଦିଆଯାଉ। ଯୁବପିଢ଼ି ଦିନେ ବରିଷ୍ଠ ହେବ, ମଞ୍ଚ ପାଇବ। ତ ବରିଷ୍ଠ ହେବା ଯେ ଯୁବପିଢ଼ି ଅପେକ୍ଷା କରିବେ କିମ୍ବା ନିଜର ମଞ୍ଚ ନିଜେ ତିଆରି କରିବେ। ବହୁତ ବହୁତ ଧନ୍ୟବାଦ ସାର୍, ଆମକୁ ଦୀର୍ଘ ସମୟ ଧରି ଆମ ସହିତ ଆଲୋଚନାରେ ଆପଣ ସାମିଲ ହେଇଥିବାରୁ। ଯେଉଁ କଥା ପୂର୍ବରୁ ମଧ୍ୟ ମୁଁ କହିଥିଲି ଯେ କେଉଁଠି ନା କେଉଁଠି ଭାବର ରକ୍ଷକ ଏବଂ ଶବ୍ଦର ନାୟକ, ତେଣୁ ରକ୍ଷକ ନାୟକଙ୍କ ସହିତ ଆଜିର ଆଲୋଚନା ନିହାତି ଭାବରେ ପାଠକମାନଙ୍କ ପାଇଁ ଗୋଟେ ବହୁତ ଉପାଦେୟ ଆଲୋଚନା କୁହାଯାଇପାରେ। ଏତେ ସମୟ ଦେଇଥିବାରୁ ଆମେ ଆପଣଙ୍କ ପାଖରେ ଚିରଋଣୀ। ତେବେ ବହୁତ ବହୁତ ଧନ୍ୟବାଦ ସାର୍। ତେବେ ଯେଉଁ କଥା ସାର୍ କହୁଥିଲେ, ଅନୁଭୂତିର କଥା, ନିଜର ଲେଖକୀୟ ଯାତ୍ରାଠୁ ଆରମ୍ଭ କରି ଯୁବପିଢ଼ିଙ୍କ କଥା ଏବଂ ବରିଷ୍ଠ କନିଷ୍ଠଙ୍କ ମଧ୍ୟରେ ସମନ୍ୱୟର କଥା, ମଞ୍ଚର କଥା, ନିହାତି ଭାବରେ ଏ ସବୁ କଥା ସମସ୍ତଙ୍କ ପାଇଁ ନିହାତି ଉପାଦେୟ ହେବ। ତେବେ ଆଜିର ସକାରାତ୍ମକ ଆଲୋଚନା ପରେ ଆଲୋଚନାକୁ ଏଇଠି ରଖୁଛୁ। ନମସ୍କାର। ପୁଣି ଥରେ ଆଗକୁ ଆଉ ଜଣେ ନୂଆ ସାରସ୍ୱତ ସାଧକଙ୍କ ସହିତ ଆଲୋଚନା ଜାରି ରହିବ। ସେ ପର୍ଯ୍ୟନ୍ତ ବର୍ତ୍ତମାନ ଓଡ଼ିଶା ସହିତ ଯୋଡ଼ି ଥାନ୍ତୁ। ନମସ୍କାର।